समस्त +2 सीएचएससी छात्र छात्री मानक आमर यूट्यूब चैनल को स्वागत एवं आज आम अभावर श्रेणी विभाग को आलोचना करने को जाऊे। तो ध्यान दे शुणिबे एवं पूर्व क्लास जदि आपण मैंने देखी ना निश्चित भाव में विजिट करने। तो आज आम अभाव श्रेणी विभाग जानिबा। ता पूर्वर अभाव को आउ थे कहीदिए। अभाव मनुष्यर इच्छा ही अभाव। मनुष्य विभिन्न प्रकार इच्छा रखी। कौन सी द्रव्य बा सेवा प्राप्तिर इच्छा को अभाव बोली कह जाए। इंग्लिश रे आमे वांट्स बोली कहते ह्यूमन वांट्स। तो मनुष्यर अभाव सीमाहीन ता मु पूर्व कह सारी। मनुष्यर अभाव गोटे पर आउ गोटे आउ गोटे पर आउ गोटे एपरी जागृत हो रही है। तेणुकरी मनुष्यर अभाव समस्त अभाव को जेहेतु पूरण करहेब नहीं, मनुष्य प्रथमे जरूरी अभाव गुड़ी को पूरण करथाए एवं तापर कम जरूरी अभाव गुड़ी को पर पूरण करथाए। तेणुकरी आपेक्षिक गुरुत्व अनुजाई अभाव को विभाग करा जायछि। गुरुत्व दृष्टि अभाव को 3 श्रेणी रे विभाग करा जायछि। तो अभाव को स्थूलतः अत्यावश्यक अभाव द्रव्य, आरामदायक द्रव्य एवं विलास द्रव्य लग्जरियस ये 3 श्रेणी रे विभक्त करा जायछि। ताकू आमे दीर्घत आलोचना करिबा। तो प्रथम करी आमे अत्यावश्यक अभाव बा अत्यावश्यक द्रव्य को आलोचना करिबा।
ବିଳାସ ଦ୍ରବ୍ୟ ଯାହାକୁ ଲକ୍ଜରୀ ବୋଲି କୁହାଯାଏ। ତ ବିଳାସ ଦ୍ରବ୍ୟ କହିଲେ ସେହି ଦ୍ରବ୍ୟ ବା ସେବାକୁ ବୁଝାଏ ଯାହା ଜୀବନ ଧାରଣ ପାଇଁ କିମ୍ବା ବ୍ୟକ୍ତି ବିଶେଷର କର୍ମ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ନୁହେଁ। ଏହା କେବଳ ନିଜର ଅହମିକା, ନିଜ ଅହଙ୍କାର ତଥା ସମାଜରେ ଏକ ଉଚ୍ଚ ପ୍ରଶଂସୀୟ ସ୍ଥାନ ଧାରଣ କରିବା ପାଇଁ, ନିଜର ଆଭିଜାତ୍ୟ ପ୍ରଦର୍ଶନ କରିବା ପାଇଁ ସମାଜରେ ଏହାକୁ ଉପଭୋଗ କରନ୍ତି ଲୋକମାନେ। ଏହା ଆମର ଜୀବନ ଧାରଣ ପାଇଁ ଅତି ଆବଶ୍ୟକ ନୁହେଁ କିମ୍ବା ଏହା ଆମର କର୍ମ ଦକ୍ଷତା, ଆମ କାର୍ଯ୍ୟ କରିବାର ଦକ୍ଷତାକୁ ମଧ୍ୟ ବୃଦ୍ଧି କରିନଥାଏ। ଏହାର ଉଦାହରଣ ସ୍ୱରୂପ ବଡ଼ ବଡ଼ ଅଟ୍ଟାଳିକା କ'ଣ ଦରକାର? ଆମେ ଛୋଟ ଘର ହେଲେ ମଧ୍ୟ ରହିପାରିବା। ବହୁ ଚାକର ଚାକରାଣୀ ହେଲେ ହୀରାର ହାର, ମୂଲ୍ୟବାନ ପୋଷାକ ଇତ୍ୟାଦି ଆମ ପାଇଁ ଅତି ଦରକାର ନୁହେଁ। କିନ୍ତୁ ଯେଉଁ ବ୍ୟକ୍ତିମାନେ ସମାଜରେ ଏକ ପ୍ରଶଂସନୀୟ ସ୍ଥାନ ଅଧିକାର କରିବା ପାଇଁ, ନିଜ ଅହମିକାକୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି, ସେମାନେ ତାକୁ ବ୍ୟବହାର କରିଥାନ୍ତି। ତ ଏହା ହେଲା ବିଳାସ ଦ୍ରବ୍ୟ ଯାହା ଅତି ଦରକାର ନୁହେଁ। ସେପରି ଜଣେ ଛାତ୍ର ପାଇଁ କାର୍ ଦରକାର ନୁହେଁ, ତାହା ହେଲା ବିଳାସ ଦ୍ରବ୍ୟ। ତ ଏଇଟା ଥିଲା ଆମ 3ଟି ଅଭାବ, ବିଳାସପୂର୍ଣ୍ଣ ଅଭାବ ଆମର ସରିଗଲା। ନୋଟ୍ କରିନେବେ। ତ ମନେ ରଖିଥାଅ, ଅଭାବର ଉପରୋକ୍ତ ଏହି ଶ୍ରେଣୀ ବିଭାଗ ଚିରସ୍ଥାୟୀ ନୁହେଁ ବା ଅପରିବର୍ତ୍ତିତ। ଏହା ପରିବର୍ତ୍ତିତ ମଧ୍ୟ ହୋଇପାରେ, କାରଣ ଅଭାବ ବ୍ୟକ୍ତି ଅନୁସାରେ ଦେଖାଯାଏ। ମୁଁ ନିଶ୍ଚିତ ଭାବରେ କହିବି ଶେଷରେ, ଅଭାବ ବା ଦ୍ରବ୍ୟ କିପରି ହେବ ତାହା ଉପଭୋକ୍ତା ଉପରେ ନିର୍ଭର କରେ। ଯେପରି ଜଣେ ଡାକ୍ତରଙ୍କ ପାଇଁ ଏକ କାର୍ କିମ୍ବା ଏକ ବାଇକ୍ ହେଲା ଅତ୍ୟାବଶ୍ୟକ ଅଭାବ, କିନ୍ତୁ ସେହି କାର୍ ବା ସେହି ବାଇକ୍ ଗୋଟିଏ ଛାତ୍ର ପାଇଁ ବିଳାସ ଦ୍ରବ୍ୟ ଅଟେ, ଉପଭୋକ୍ତା ଉପରେ ନିର୍ଭର କରିଥାଏ। ସେହିପରି ଆମେ ଯଦି ଦେଖିବା, ଅନ୍ୟାନ୍ୟ ଉଦାହରଣ ମଧ୍ୟ ନିଶ୍ଚିତ ମନରେ ଆସିବ। ତ ଏଥିରୁ ଆମେ ଜାଣିଗଲେ ଯେ ଅଭାବ ଉପଭୋକ୍ତାଙ୍କ ଉପରେ ନିର୍ଭର କରେ। ଯେ ଅଭାବ ଆରାମଦାୟକ ହେବ, ନା ବିଳାସ ଦ୍ରବ୍ୟ ହେବ, ନା ଅତ୍ୟାବଶ୍ୟକ ହୋଇପାରେ। ତ ଏଥିରେ ଆଜି ଆମର କ୍ଲାସ୍ଟି ଶେଷ କରିବା। ଯଦି ପ୍ରଥମ ଥର ପାଇଁ ଆମର ଏହି ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି, ନିଶ୍ଚିତ ଭାବରେ ଗୋଟିଏ ଲାଇକ୍ ଏବଂ ସବସ୍କ୍ରାଇବ୍ କରିନେବେ। ଏତିକିରେ ରହୁଛି। ଜୟ ଜଗନ୍ନାଥ।